ଯେମିତି ପାଣି ହାତ ମାରିବେ, ଭଲ ପାଣିରେ ଦେବେ, କାଠରେ ଚାଖିବେ ଯେମିତି ଲୁଣିଆ ଲାଗୁଛି ନେବେ ହାତରେ, ଯେଗୁଡାକ ପଚିଛି କାହିଁକି ନା ବର୍ଷା ସିଜନ ଶୁଣି ଏଗୁଡାକ ଛତୁ ବାହାରିବ ଆରାମସେ। ଯେଠି ଦେଖିବ ପଚି ହେଇଛି, ଅଧିକା ପାଣି ଜମିଛି, ପଚି ହେଇଛି, କଳା ଦୁଶୁଛି। ଯେ ଜାଗା ଗୁଡା ଦେଖିପାରୁଥିବେ କଳା କଳା ଯୋଉ ଜାଗା ଦିଶୁଛି କଡ, ଯେଠି ଉଞ୍ଚା ଅଛି ସେ ଜାଗାରେ ପକେଇବେ ନାହିଁ। ଏଇ ଯୋଉ ଉଞ୍ଚା ଅଛି ସେ ଜାଗାରେ ସାଙ୍ଗମାନେ ଆଜି ଆମେ କଥା ହବା କିଭଳି ଆମେ ପଚା ଛତୁରୁ ମାନେ ଯଦି କୁଟା ଯଦି ଆପଣ ମାନଙ୍କର ଘରେ ଥିବ ତ କିଭଳି ଆପଣ ମାନେ ଛତୁ ଚାଷ କରିପାରିବେ ବିନା ମଞ୍ଜିରେ ଛତୁ ଚାଷ। ଆଉ ଆଗେ ଯଦି ଆପଣ ମାନଙ୍କର ବର୍ଷା ସିଜନ ଏବେ ଚାଲିଛି ତ ବର୍ଷା ସିଜନରେ ନିହାତି ଜାଣିଥିବେ ଆଜି ଏବେ ନିହାତି ମାନେ କୁଟା ପଚିକି ସମସ୍ତେ ସବୁ ଜାଗାରେ ରହୁଛୁ। ତ ଆପଣ ମାନଙ୍କର ଯଦି ପଚା କୁଟା ଥିବ ତ ଆପଣ ମାନେ ସେଦିନ ଛତୁ ଚାଷ କିଭଳି କରିବେ। ଆଉ ମାନେ ମଞ୍ଜି ପକେଇବା ପାଇଁ ପଡିବ ନାହିଁ, ଆଉ ଆପଣ କିଛି ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ, ଖାଲି ଟିକେ ଟାଇମ ଲାଗିବ ବାସ୍। ଛତୁ ଆପଣ ଆରାମସେ ଘର ଆପଣ ଖାଇପାରିବେ। ଆଉ ନେକ୍ସଟ ଯଦି ଅଧିକା ମାତ୍ରାରେ କୁଟା ପଚିଛି ତାର ଆପଣ ମାନେ ସେଦିନ ବିକ୍ରି ବି କରିପାରିବେ ଗାଁକୁ। ତ ଆଗେ ଆପଣ ମାନେ ଜାଣିବେ ଆମର ଯଦି ଆପଣ ମାନଙ୍କ ଘରେ ନିହାତି କୁଟା ଥିବ, ସେଦିନ ପଚା କୁଟା ଛତୁ କିଛି ବାହାରିଥିବ କି ଅନ୍ୟ ବନ୍ୟା ଛତୁ ଯଦି କୁଟାର ଯେ ଛତୁ ବାହାରିଥାଏ ପଚିଥିବ, ଯଦି ସେ ପଚା ଛତୁର କି ଭଲ ଛତୁ ହେଇଥାଉ ସେଇଥିରେ ଆପଣ ମାନେ କେମିତି ଛତୁ ଚାଷ କରିପାରିବେ। ତ ଆଗେ ଆପଣ ମାନଙ୍କୁ ମୁଁ ପ୍ରୋସେସିଂ ଦେଖେଇବି, କୋଉ ପ୍ରୋସେସିଂ ରେ ହଉଛି, ଆଉ ସେଟା ପୁରା ଫୁଲ ଆପଣ ମାନଙ୍କୁ ଆଗେ ଆମେ ଜାଣିବା କିଭଳି ପ୍ରୋସେସିଂ ଟା ହଉଛି, ମାନେ କିଭଳି ଆମେ ବନଉଛେ। ଆଗେ ଲୁଣ ପାଣିలో କେମିତି ଲୁଣ ଗୋଳା ହଉଛି, ଆଉ କେମିତି ମସରୁମ ମାନେ ଏଇ ଯେ ପଚା ଛତୁ କି ଭଲ ଛତୁ ସେଟାକୁ କଣ ଗୋଳଉଛି କେମିତି, ଆଉ ସେମିତି ପ୍ରୋସେସିଂ ରେ ଆପଣ ମାନେ କରିବେ। ଆଉ ସେମିତି କରିକି ମୁଁ ଯେମିତି କରୁଛି ଆପଣ ମାନେ ସେମିତି କରନ୍ତୁ, ତ ବହୁତ ବଢିଆ ଛତୁ ହବ। ଆଉ ମଞ୍ଜି ଠାରୁ ଇଏ ଅଧିକା ଛତୁ ହୁଏ। ତ ଆପଣ ମାନେ ଫାଷ୍ଟ ଆଗେ ଦେଖିପାରୁଥିବେ ମୋ ପାଖରେ ଅଛି ପାଣି, ଦେଖିପାରୁଥିବେ ଫୁଲ ପାଣି ଅଛି, ଇଏ ଦେଖିପାରୁଥିବେ ସାଧା ପାଣି। ଆଉ ଆପଣ ମାନେ ଯଦି ମାନେ ଛୋଟ ଜାଗାରେ ମୁଁ କରୁଛି କାହିଁକି ନା ମୋର ଅଳପ ଜାଗା କୁଟା, ତ ସେଇଥିପାଇଁ ମୁଁ ଅଳପ ଦେଖିବା ପାଇଁ ଆପଣ ମାନଙ୍କୁ ଶିଖିବା ପାଇଁ ମୁଁ ମାନେ ଅଳପ ପାଣି ନେଇକି କରୁଛି। ତ ଆପଣ ମାନେ ଯଦି ଅଧିକା ଅଛି କୁଟା, ବହୁତ ଜାଗାରେ ପଚି ଯାଇଛି, ତ ଆପଣ ମାନେ ଅଧିକା ଟିକେ ପାଣି କରିପାରିବେ, ଯେମିତି ବାଲ୍ଟିରେ ଏଇ ବଡ ବାଲ୍ଟିରେ ବି କରିକି କାଢିକି ଛିଞ୍ଚି ପାରିବେ। ତ ଆଗେ ଦେଖିପାରୁଥିବେ ମୁଁ ଆପଣ ମାନଙ୍କୁ ପ୍ରୋସେସିଂ ଶିଖଉଛି, ସେଇଭଳି କରିବେ। ଇଏ ଦେଖିପାରୁଥିବ ଖାଇବା ଲୁଣ ମାନେ ସାଧା ଲୁଣ, ଧଳା ମୋଟା ଲୁଣ ବି ନେଇପାରିବେ, ଯେଟା ଭୁଜା ଭାଜା ଯାଏ ସେ ଲୁଣ ନେଇପାରିବେ, ନହେଲେ ଖାଇବାରେ ଭାତ ଯେଟା ଖାଆନ୍ତି ତରକାରୀ ପକନ୍ତି ସେ ଲୁଣ ବି ନେଇପାରିବେ ଆପଣ ମାନେ। ମୁଁ ଅଳପ ନଉଛି କାହିଁକି ନା ଅଳପ ମୁଁ ଦେଖିବା ପାଇଁ। ଯେମିତି ପାଣି ହାତ ମାରିବେ, ଭଲ ପାଣିରେ ଦେବେ, କାଠରେ ଚାଖିବେ ଯେମିତି ଲୁଣିଆ ଲାଗୁଥିବ ପାଣି, ଗୋଳେଇ ଦେବେ ତାକୁ ଭଲ କି ପୁରା ଫେଣ୍ଟି ଦେବେ, ଲୁଣ ପୁରା ଯେମିତି ପାଣିରେ ଫେଣ୍ଟି ଯିବ। ଟିକେ ଚାଖିବେ ଲୁଣିଆ, ଟିକେ ଲୁଣ ପାଣି ଭଳିଆ ଲାଗୁଥିବ, ଟିକେ ନୁହେଁ ବେଶୀ ଟିକେ ଲାଗୁଥିବ। ଏମିତି ଆପଣ ମାନେ ଲୁଣା ଯେମିତି ଆମର ନଈରେ ସମୁଦ୍ରରେ ଯେମିତି ପାଣି ଟା ଲାଗେ ସେଇଭଳି କାଢୁଆ ଲାଗୁଥିବ ଟିକେ। ଓକେ, ହେଇଯାଇଛି ମୋର ଏଇଟା। ଆଉ ଦେଖିପାରୁଥିବେ ଆପଣ ମାନଙ୍କୁ ମୁଁ ଦେଖଉଛି କିଛି ମୁଁ ପଚା ଛତୁ ରଖିଛି, ଯେଟା ଖରାପ ହେଇଯାଇଛି ଛତୁ, ସେ ଛତୁ ଖାଇ ହେବନି। ଆଉ ଯଦି ଆପଣ ମାନଙ୍କର ଛତୁ ଥିବ ଆଉ ଖରାପ ଛତୁ ଯେଟା ମାନେ ଖାଇବା ପାଇଁ ହେଇଥିବ ସେଟା ଖାଇଦେବେ, ଯେଟା ଖାଇ ହବନି ସେଇ ଛତୁକୁ ଆପଣ ମାନେ ଆଣିକି ଭାଙ୍ଗିଦେବେ ଏମିତି ପାଣିରେ, ସେ ପାଣିରେ ଫେଣ୍ଟି ଦେବେ। ମାନେ ଆଗେ ସବୁ ଚୁନା ଚୁନା କରିଦେବେ ଭାଙ୍ଗିକି, ଏ ଦେଖିପାରୁଥିବେ ତାକୁ ଆପଣ ମାନେ ପୁରା ଦଳି ଦେବେ, ତା ସାଙ୍ଗରେ ପୁରା ଲୁଣ ସାଙ୍ଗରେ ପୁରା ଭଲ କି ତାକୁ ଦଳି ଦେବେ। କାହିଁକି ନା ମେନ୍ ହେଲା ଏଇ ଛତୁର ଯୋଉ ତା ରସଟା ଅଛି, ସେଇ ରସଟା ପାଣିରେ ଲାଗିବା ଦରକାର, ମିଶିବା ଦରକାର।
ये देखिपाରୁଥିବେ पूरा फेंटी ଯାଇଛି ଦେଖିପାରୁଥିବେ ଇଏ ଆପଣମାନଙ୍କୁ ଦେଖୁଛି ଦେଖନ୍ତୁ ଏଇ ପୁରା ଛତୁ ଟିକେ ଟିକେ ଲାଗିଛି ଫେଣ୍ଟି ଯାଇଛି ଇଏ ପୁରା ଏଇଭଳି ପୁରା ପାଣିକି ଟିକେ ପାଣି ଖରାପ ରୋଗ ଦୁସୁଛି ମାନେ କଳା ଦୁସୁଛି ନାଲିଆ ଟିକେ ଟାଇପ ଦୁସୁଛି କଳା ଟାଇପ ଦୁସୁଛୁ ଆଉ ପୁରା ଫେଣ୍ଟି ଯାଉଛି ପୁରା ଆପଣ ମାନେ ଯଦି ଭଲ କି ପୁରା ତାକୁ ଫେଣ୍ଟେଇବେ ଟୋଟାଲି ଇଏ କରିବେ ନାହିଁ ଯେତେ ତା ରସ ବାହାରିବ ସେତେ ଛତୁ ହବ ଆଉ ଯେଇଠି କୁଟା ପଚିଥିବ ପୁରା ସେଇ ଜାଗାରେ ପକେଇବେ ତାକୁ ପାଣିଟାକୁ ଛିଞ୍ଚିବେ ଚାଲନ୍ତୁ ଆପଣମାନଙ୍କୁ ଦେଖିବି କୁଟା ପାଖରେ କିଭଳି ମୁଁ ଛିଞ୍ଚୁଛି ସେଠି ଆପଣମାନେ ସେମିତି ଛିଞ୍ଚିବେ ସେଠି ତ ସାଙ୍ଗମାନେ ଦେଖିପାରୁଥିବେ ଇଏ ହଉଛି ଆମର ପଚା କୁଟା ଆଉ ଏ ସବୁ ପଚିଯାଇଛି ପୁରା ଟୋଟାଲ ତ ଏଇଥିରେ ଆପଣମାନେ ଯଦି ଏମିତି ଆପଣମାନଙ୍କର ପଚା କୁଟା ଥିବ ତ ଏମିତି ଆପଣମାନେ ଲୁଣ ପାଣି କରିଦେବେ ଆଉ ଛତୁ ତା ସାଙ୍ଗରେ ମିଶିଦେବେ ପଚା ଛତୁ ଏଇଥିରେ ହିଁ ଛତୁ ମିଳିବ ପଚା ଛତୁ ତ ଦେଖିବା ଏବେ ପକେଇକି କିଭଳି ପକେଇ ପାରିବେ ଏମିତି ନେବେ ହାତରେ ଯେଗୁଡାକ ପଚିଛି କାହିଁକି ନା ବର୍ଷା ସିଜନ ଶୁଣି ଏଗୁଡାକ ଛତୁ ବାହାରିବ ଆରାମସେ ଯେଠି ଦେଖିବ ପଚିଯାଇଛି ଅଧିକା ପାଣି ଜମିଛି ପଚିଯାଇଛି କଳା ଦୁଶୁଛି ଯେ ଜାଗା ଗୁଡାକ ଏ ଘରିଆ ଘରିଆ କଣ ଏ କୋଣ ଦବିଛି କୁଟା ପଚିଛି ସେଇ ଜାଗା ଗୁଡାକରେ ପକେଇବେ କଡ ସାଇଡ এইଭଳି ଛିଞ୍ଚି ଦେବେ ପୁରା এইଭଳି ଛିଞ୍ଚି ଦେବେ ଆଉ এইଭଳି ଛିଞ୍ଚି ଦେଲେ ମାନେ କିଛି ଦିନ 6 8 ଦିନ 10 ଦିନକୁ ଛାଡ଼ିଦେବେ ଦେଖିବେ ଆସ୍ତେ ଆସ୍ତେ ଚେକ୍ କରିବେ କଡ ନିହାତି ବାହାରିଥିବ ତ ଏବେ ଏଇଭଳି ଆପଣମାନଙ୍କ ଯୋଉ ଜାଗାରେ ପଚିଛି କୁଟା ପଡିଛି ୱେଷ୍ଟ ହେଇକି ସେଇ ଜାଗାରେ ଏମିତି ଆପଣ ଲୁଣ ପାଣି କରିକି ପକେଇ ପାରିବେ ତ ଆପଣମାନଙ୍କୁ ଟିକେ ମୋ ପାଖକୁ ଦେଖିଦଉଛି କିଭଳି କୁଟା ମୋର ଅଛି ଆଉ କେମିତି ପଚି ଯାଇଛି ଇଏ ଦେଖନ୍ତୁ ମୋର କିଭଳି କୁଟା ପଚି ଯାଇଛି ଇଏ ଦେଖନ୍ତୁ ଏ ସାଇଟ୍ ଗୁଡା ଏଇ ସାଇଟ୍ ଗୁଡା ଦେଖିପାରୁଥିବେ କଳା କଳା ଯୋଉ ଜାଗା ଦିଶୁଛି କଡ ଯଦି ଉଞ୍ଚା ଅଛି ସେ ଜାଗାରେ ପକେଇବେ ନାହିଁ ଏଇ ଯୋଉ ଉଞ୍ଚା ଅଛି ଏ ଜାଗାରେ ପକେଇବେ ନାହିଁ ଏଇ କଡ ଏମିତି ହେଇଛି ଏ ଗହରିଆ ଅଛି ଏଇ ଜାଗାରେ ମାନେ କୁଟା ପକେଇ ମାନେ ଲୁଣ ପାଣି କରି ପକେଇବେ ଆଉ ସେଇ ଜାଗାରେ ଛତୁ ବହୁତ ସୁନ୍ଦର ବାହାରିବ ଏ ଦେଖିପାରୁଥିବେ ଯେଠି ପ୍ରତ୍ୟେକ ଗାତ ହେଇଛି ଯେଠି ଦବିଛି କୁଟା ସେଇ ଜାଗାରେ ଦେଖିପାରୁଥିବେ ଏଠି ବି ହେଇଛି ସେଠି ବି ପକେଇ ପାରିବେ ଏଇଭଳି ପକେଇବେ ଆପଣ ମାନଙ୍କର ନିହାତି ଛତୁ ହବ ବହୁତ ସୁନ୍ଦର ଛତୁ ହବ ଆଉ ଟ୍ରାଏ ବେଳେ କରନ୍ତୁ ଦେଖନ୍ତୁ ଯଦି ନହବ ମୁଁ 100% କହିଲି ନିହାତି ବହୁତ ସୁନ୍ଦର ଛତୁ ହବ ମଞ୍ଜି ଠାରୁ ଅଧିକା ଛତୁ ହବ ତ ଦେଖୁଥିଲେ ଏଇ ପ୍ରୋସେସିଂରେ ଆପଣ ମାନେ ବି କରନ୍ତୁ ଆଉ ନିହାତି କମେଣ୍ଟ କରନ୍ତୁ ଆଉ କୋଉ ଚାଷ ବିଷୟରେ ଜାଣିବା ପାଇଁ ତ ନିହାତି ଏଇ ଛତୁ ଚାଷ ହଉ କି ଅଲଗା ଚାଷ ହଉ ନିହାତି କହିବି ଏ ଦେଖିପାରୁଥିବେ କଣ ଗୋଟେ ଗଳିଲା ଛାଡ଼ନ୍ତୁ ଆଉ ଇଏ ଏଇଭଳି ହବ ଏତେ ଇଏ ଦେଖନ୍ତୁ ଛତୁ ହେଇକି ପଚିଗଲାଣି ଗୋଟେ ଛତୁ ହେଇଥିଲା ଏଠି ପଚି ଯାଇଛି ଆଉ ଏଇଭଳି ଆପଣ ମାନେ କରନ୍ତୁ ମୁଁ ବି ଆଗକୁ ଆହୁରି ନୂଆ ବହୁତ ଭଲ ଭଲ ଭିଡିଓ ଛାଡିବି ତ ନିହାତି ସର୍ବପ୍ରଥମେ ଆପଣ ମାନେ ପାଇପାରିବେ ଆଉ ନେକ୍ସଟ ବ୍ଲଗରେ ଦେଖାହବ ତ ରହୁଛି ନମସ୍କାର ଜୟ ଜଗନ୍ନାଥ